ସକାଳ 6ଟା ବେଳେ ତାଙ୍କ ଘରେ କଲିଂ ବେଲ୍ ବାଜିବାର ଶୁଣି ଗୋପୀନାଥ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭାବିଲେ, ମୁଁ ତ ଏବେ ମର୍ଣ୍ଣିଂ ୱାକ୍ ସାରି ସବୁଦିନ ପରି ଫେରିଲି। ଚାକରାଣୀ ଅନୁ ତ 7ଟା ବେଳକୁ ଆସିବ। ୟାରି ଭିତରେ ପୁଣି ସକାଳୁ ସକାଳୁ କିଏ ଭକ୍ତ ଆସିଗଲା? ସେ ସୋଫା ଉପରେ ବସି ଚା କପ୍ରୁ ପ୍ରଥମ ସିପ୍ ହିଁ ନେଉଛନ୍ତି। ବେଲ୍ ବାଜିଲା। ଯେତେବେଳେ କଲିଂ ବେଲ୍ ଦ୍ୱିତୀୟ ଥର ପାଇଁ ବାଜିଲା, ସେତେବେଳେ ସେ ବାଧ୍ୟ ହୋଇ ବିରକ୍ତିରେ ଉଠିଯାଇ ଦାଣ୍ଡ ଦ୍ୱାର ଖୋଲିଦେଲେ। କିନ୍ତୁ ଦୁଆର ବାହାରେ ଯିଏ ଠିଆ ହୋଇଥିଲେ ତାଙ୍କୁ ଦେଖିଦେଇ ସେ ତଟସ୍ଥ ହୋଇଗଲେ। କାରଣ ଯେଉଁମାନେ ବର୍ଷେ ହେଲାଣି ଘରକୁ ଆସିନାହାନ୍ତି, ସେମାନେ ଖବର ନ ଦେଇ ଆଜି ସକାଳୁ ହଠାତ୍ ଦୁଆର ବାହାରେ ଠିଆ ହୋଇଥିବା ବଡ଼ ବୋହୂ ଲୁନା। ତାର ଚିର ହସ ହସ ଗୁଲଗୁଲିଆ କୁନି ମୁହଁଟା ଶୁଖିଲା ଦେଖାଯାଉଥିଲା। ତା ବାଁ ହାତକୁ ଧରି ଠିଆ ହୋଇଥିଲା ଗୋପୀନାଥଙ୍କର 3 ବର୍ଷର ନାତି ଟୁକୁ। ଜେଜେଙ୍କୁ ଦେଖିଦେଇ ସେ ମା ହାତକୁ ଛାଡ଼ିଦେଇ ଗୋପୀନାଥଙ୍କର 2 ଗୋଡ଼କୁ ଜାବୁଡ଼ି ଧରି କହିଲା, ଜେଜେ କାଖା। ଗୋପୀନାଥ ତାକୁ ଅତି ସ୍ନେହରେ କୋଳକୁ ଟେକି ନେଇ ଖୁବ୍ ଗେଲ କଲେ, ଚୁମା ଦେଲେ। ଏମାନଙ୍କ ପାଖରେ ଆଉ ବି ଠିଆ ହୋଇଥିଲା ତାଙ୍କର ବଡ଼ ପୁଅ ବୁଲୁ। ସେ ତାକୁ ଅନେଇ ରହି ଭାବିଲେ, କ'ଣ ହେଇଛି ତାର? ସେମିତି କଳାକାଠ କ'ଣ ପଡ଼ିଯାଇଛି? ତାର ଏକଦା ବଡି ବିଲ୍ଡର ଦେହ ଶୁଖି ସାଖି ହାଡ଼ୁଆ ହୋଇଯାଇଛି କାହିଁକି? ତେବେ ଏସବୁ ଅଛିଣ୍ଡା ପ୍ରଶ୍ନ ତାଙ୍କ ମନ ଭିତରେ ଗୋଟିଏ ମୁହୂର୍ତ୍ତରେ ଖେଳିଗଲା। ସେ ହଠାତ୍ ସଚେତନ ହେଲେ ଯେ ଲୁନା ତାଙ୍କୁ ମୁଣ୍ଡିଆ ମାରୁଛି। ତା ମୁଣ୍ଡ ଉପରେ ଆଶୀର୍ବାଦର ହାତ ରଖି କହିଲେ, ଆୟୁଷ୍ମାନ ଭବ। ସେ ଠିଆ ହେଲା ପରେ ଗୋପୀନାଥ ତାର ଦୁର୍ବଳ ଶରୀରକୁ ଆସ୍ତେ କରି କୁଣ୍ଢେଇ ଧରିଲେ। ବୁଲୁ ତାଙ୍କ କାନ୍ଧରେ ମୁହଁ ଥୋଇ କାନ୍ଦିବାକୁ ଲାଗିଲା। ସେତିକିବେଳେ ସେ ଲୁନା ମୁହଁକୁ ଚାହିଁଲେ ତ ଆଖିରେ ଲୁହ ଢଳ ଢଳ ହେଉଥିଲା। ଗୋପୀନାଥଙ୍କୁ ଲାଗିଲା ସତେ ଯେମିତି ଲୁନାର ଅନ୍ତରର ରକ୍ତ ପାଣି ଫାଟିଯାଇ ଲୁହ ହୋଇ ବାହାରି ଆସୁଛି। କିନ୍ତୁ କାହିଁକି କାନ୍ଦୁଛି ଲୁନା? ଏ କଥା କିଛି ବୁଝିପାରିଲାନି ଗୋପୀନାଥ। ସମସ୍ତଙ୍କୁ ସାଙ୍ଗରେ ନେଇ ସେ ଘର ଭିତରକୁ ପଶିଲେ। ଆଉ ଏତିକି ବେଳେ ରୋଷେଇ ଘରୁ ବାହାରି ଆସିଲେ ତାଙ୍କର ସ୍ତ୍ରୀ ଶାନ୍ତି। ତାଙ୍କ କୋଳରୁ ଟୁକୁକୁ ନେଇଯାଇ ନିଜେ କାଖେଇ ପକାଇଲେ ଓ ବୁଲୁର ଦୟନୀୟ ସ୍ୱାସ୍ଥ୍ୟକୁ ଦେଖି ସାମାନ୍ୟ ବି ବିଚଳିତ ନ ହୋଇ କହିଲେ, ବୁଲୁ ତୁ ଯା, ତୋ ରୁମ୍ରେ ବିଶ୍ରାମ ନେ, ମୁଁ ତୋ ପାଇଁ ଚା ପଠାଉଛି। ମୁଣ୍ଡିଆ ମାରୁଥିବା ଲୁନାକୁ ଆଶୀର୍ବାଦ କରି କହିଲେ, ଯା ଗାଧୋଇ ପାଧୋଇ ପଳେୟା, ଦୁହେଁ ମିଶି ସମସ୍ତଙ୍କ ପାଇଁ ଜଳଖିଆ କରିବା। ତାପରେ ସେ ଟୁକୁକୁ ଧରି ଉପର ମହଲାକୁ ଗଲେ। ଲୁନା ଯାଉଥିଲା ବାଥରୁମକୁ। ଏତିକି ବେଳେ ଗୋପୀନାଥ କହିଲେ, ଲୁନା ଟିକେ ଶୁଣିଗଲୁ। ତାପରେ ସେ ନିଜର ବେଡରୁମକୁ ଚାଲିଲେ। ଯାଇ ଖଟ ଉପରେ ବସିଲେ। ଲୁନା ବାଧ୍ୟ ଛାତ୍ରୀ ପରି ତାଙ୍କ ପାଖରେ ସମ୍ମାନଜନକ ଦୂରତ୍ୱ ରକ୍ଷା କରି ଠିଆ ହେଲା। ଗୋପୀନାଥ ପଚାରିଲେ, କ'ଣ ହୋଇଛି ବୁଲୁର? ଏଇ ପଦେ କଥାରେ ଲୁନା ଆଖିରୁ ଧାର ଧାର ନୀରବ ଅଶ୍ରୁ ବୋହିବାକୁ ଲାଗିଲା। ଗୋପୀନାଥ ତାକୁ ବୁଝେଇବାକୁ ଚେଷ୍ଟା କଲେ ବି ସେ ବୁଝିଲା ନାହିଁ। କାରଣ ତାଙ୍କୁ ଲାଗିଲା ସେ ଲୁନାର ଯନ୍ତ୍ରଣାର କାରଣ ଏତେ ଗଭୀରତମ ପ୍ରଦେଶରେ ଅଛି ଯେ ତାଙ୍କର ସାନ୍ତ୍ୱନା ବାଣୀ ସମ୍ପୂର୍ଣ୍ଣ ଅକାମୀ ହୋଇଯିବ। ଲୁନା ଅତି ଧୀର ସ୍ୱରରେ କହିଲା, ନନା ସେ ମ୍ୟାନେଜର ହେଲା ପରେ କାହା ସାଙ୍ଗରେ ମିଶିଲେ କେଜାଣି ମୁଁ ଦିନେ ଆବିଷ୍କାର କଲି ସେ ମଦ ପିଇବା ଆରମ୍ଭ କରିଛନ୍ତି। ମୁଁ ତାଙ୍କୁ ବୁଝାଇବାରୁ ସେ କହିଲେ, ସାଙ୍ଗଙ୍କ ସାଙ୍ଗେ ବସି ପିଇଦେଲି ନା, ମୁଁ କ'ଣ ସବୁଦିନ ପିଉଛି? କିନ୍ତୁ ମାସ 2ଟାରେ ସେ ସବୁଦିନ ପିଇବା ଆରମ୍ଭ କରିଦେଲେ। କେଉଁଦିନ ବାହାରୁ ପିଇ ଟଳଟଳ ହୋଇ ରାତିରେ ପହଞ୍ଚିଲେ ତ କେଉଁଦିନ ବୋତଲ ଆଣି ଘରେ ପିଇଲେ। ମୁଁ ପ୍ରତିବାଦ କରିବାରୁ ମୋତେ ଅଭଦ୍ର ଭାଷାରେ ଗାଳି ଦେଲେ। କହିଲେ, ଶାଳୀ ତତେ ଯଦି ଏତେ ଅସୁବିଧା ହେଉଛି ତୋ ଛୁଆକୁ ଧରି ବାପ ଘରକୁ ପଳା। ନନା ଆପଣ କୁହନ୍ତୁ, ଏ ଅବସ୍ଥାରେ ମୁଁ କ'ଣ କରିଥାନ୍ତି? ଗୋପୀନାଥ କହିଲେ, ଲୁନା ଲୋ, ତୁ ଏତିକି ଟିକେ ଖବର ଦେଲୁନି, ଆମେ ଦୁହେଁ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଅବସ୍ଥା ସମ୍ଭାଳି ନେଇଥାନ୍ତୁ। ଲୁନା କାନ୍ଦି କାନ୍ଦି କହିଲା, ନନା ସେତେବେଳେ ଆପଣମାନେ ଯେଉଁ ମାନସିକ ଯନ୍ତ୍ରଣାରେ ଥିଲେ, ସେ ଅବସ୍ଥାରେ ଆପଣଙ୍କୁ ଆଉ ଅଧିକା କଷ୍ଟ ଦେବା ମୁଁ ଉଚିତ ମନେ କଲିନି। ତାପରେ ନନା ମୁଁ ଭାବିଥିଲି ଯେ ସେ ଆସ୍ତେ ଆସ୍ତେ ସମ୍ଭାଳି ଯିବେ ଓ ଆମ ଅବସ୍ଥା ଭଲ ହୋଇଯିବ। କିନ୍ତୁ ଅବସ୍ଥା ଆସ୍ତେ ଆସ୍ତେ ଅସମ୍ଭାଳ ହେଲା। ଏମିତିକି ସେ ସକାଳୁ ଉଠି ପିଇବା ଆରମ୍ଭ କରିଦେଲେ ଏବଂ ମୁଁ କହିବାରୁ ମୋତେ ବାଡ଼େଇବା ବି ଆରମ୍ଭ କରିଦେଲେ। ନନା ଟୁକୁ ମୁଣ୍ଡକୁ ଛୁଆଇ ଶପଥ କରାଇଲି, କିଛି ଲାଭ ହେଲାନି। ଫଳରେ ଆଉ କିଛି ପ୍ରତିବାଦ ନ କରି ଏଇ ଟୁକୁର ମୁହଁକୁ ଅନେଇ ଭାଗ୍ୟକୁ ଆଦରି ପଡ଼ି ରହିଲି। ହେଲେ ନନା ଯାହାର କରମ ଫଟା
ତା ଭାଗ୍ୟ ଆଉ ଯୋଡ଼ି ହେବ କେମିତି? ଗୋପୀନାଥ ବ୍ୟସ୍ତ ହୋଇ କହିଲେ, ଲୁନା ଲୋ, ପୁଣି କ'ଣ ହେଲା? ଲୁନା ଆଖିରୁ ଲୁହ ପୋଛିଲା, ଟିକେ ଦମ୍ ନେଲା, ତାପରେ କହିଲା, ନନା, 6 ମାସ ତଳେ ଜଣାପଡ଼ିଲା ତାଙ୍କର ଲିଭରରେ କ୍ୟାନ୍ସର ହୋଇଛି। ସେଇଟା ପୁଣି କୋଲନକୁ ମାଡ଼ିଗଲାଣି। ସେ ଆଉ କାମ କରିପାରିଲେନି। ତାଙ୍କୁ କମ୍ପାନୀ ଚାକିରିରୁ ବରଖାସ୍ତ କରିଦେଲା। ଏଣେ ଡାକ୍ତର କହିଲେ ଯେ ତାଙ୍କର ଅବସ୍ଥା ଯାହା, ସେଥିରେ ଆଉ ଅପରେସନ୍ କରିହେବନି। ବାକି କେମୋ ଦେଇ ଓ ରେଡ଼ିଏସନ୍ ଦେଇ ଯେତେ ଦିନ ଟାଣି ହେବ। ତେଣୁ ତାଙ୍କୁ ଧରି ଏଠିକି ପଳେଇ ଆସିଲି। କ'ଣ କହି ଲୁନାକୁ ପ୍ରବୋଧନା ଦେବେ ସେ କଥା ଗୋପୀନାଥ ଜାଣିପାରୁନଥିଲେ। କାରଣ ତାଙ୍କ ପେଟ ଭିତରୁ କୋହ ଏବଂ ଈଶ୍ୱରଙ୍କ ବିରୁଦ୍ଧରେ ହୃଦୟ ଭିତରୁ ଅଭିଯୋଗ ଉବୁକେଇ ଉଠି ଆସୁଥିଲା। ସେ ଖାଲି ଏତିକି କହିଲେ, ଯା ମା, ତୁ ଗାଧୋଇବୁ ଯା, ସବୁ ଜଗନ୍ନାଥଙ୍କ ଇଚ୍ଛା। ଏବଂ ଆଖି ବୁଜି ଚୁପଚାପ ବସି ରହିଲେ। କ'ଣ କରିବେ ସେ? କ'ଣ ବା କରିପାରିବେ? ଜୀବନର ଶେଷ ପାହାଚରେ ପହଞ୍ଚି ଯଦି ଜଣେ ଦେଖେ ଯେ ଆଗରେ ଗୋଟେ ବିରାଟ କୁମ୍ଭୀର ସୁଖ ବ୍ୟାଦାନ କରି ବସିଛି ଏବଂ ଫେରିବାକୁ ମଧ୍ୟ ରାସ୍ତା ନାହିଁ, କାରଣ ପଛରେ ଛାଡ଼ି ଆସିଥିବା ପାହାଚ ଉପରେ ଟକ୍ ଟକ୍ ଫୁଟୁଥିବା ଲାଭ୍ରା ପ୍ରବାହିତ ହେଉଛି, କ'ଣ କରିବ ସିଏ? ଜୀବନ ସରିଆସିଲା ବେଳକୁ ନିଜ ପରିବାରର ଚରମ ସଙ୍କଟପୂର୍ଣ୍ଣ ପରିସ୍ଥିତି କଥା ଚିନ୍ତା କରି ସେ ସେଇଠି ସେମିତି ପଥର ପରି ବସି ରହିଲେ। ତାପରେ ଗାଧୋଇ ପାଧୋଇ ଠାକୁର ଘରେ ପଶିଲେ। ଠାକୁର ଘରେ ତ କେବଳ ଚତୁର୍ଦ୍ଧା ମୂରତିର ଗୋଟିଏ ବଡ଼ ଫଟୋ ହିଁ ଅଛି। ଅନ୍ୟ କୌଣସି ଠାକୁର ଠାକୁରାଣୀଙ୍କର ଫଟୋ ନାହିଁ। କାରଣ ଗୋପୀନାଥ ତ ପିଲାଦିନୁ ସମ୍ପୂର୍ଣ୍ଣ ରୂପେ ଶ୍ରୀଜଗନ୍ନାଥଙ୍କ ଚରଣାଶ୍ରିତ। ଠାକୁରଙ୍କର ଯଥାରୀତି ପୂଜାର୍ଚ୍ଚନା କରି ସବୁଦିନ ପରି ମାଲପୁଆ ଓ ଛେନାପୋଡ଼ ଭୋଗ ଲଗାଇ ସେ ଲମ୍ ହୋଇ ମୁଣ୍ଡିଆ ମାରିଲେ। ତାପରେ ଉଠି ଠାକୁର ଘର କବାଟ ବନ୍ଦ କରି ଚକା ପକାଇ ଧ୍ୟାନ ମୁଦ୍ରାରେ ଆଖି ମୁଜି ବସିଲେ ଏବଂ ଠାକୁରଙ୍କୁ ନିଜର ଦୁଃଖପୂର୍ଣ୍ଣ ଅଭିଯୋଗ ଶୁଣାଇଲେ। କହିଲେ, ହେ ପ୍ରଭୁ, ଆପଣ ପରା ସର୍ବବ୍ୟାପୀ, ସର୍ବଜ୍ଞାତା। ଆପଣ ପରା ପତିତ ତାରଣ ପାଇଁ, ଭକ୍ତର କଷ୍ଟ ନିବାରଣ ପାଇଁ ଦାରୁ ରୂପରେ ପ୍ରକଟ ହୋଇଛନ୍ତି। ଆପଣଙ୍କୁ କ'ଣ ମୋର ଏ ମରଣାନ୍ତକ କଷ୍ଟ ଦେଖାଯାଉନି? ମୋତେ ଆଉ କେତେ କଷ୍ଟ ଦେଲେ ଆପଣଙ୍କର ମନ ଶାନ୍ତି ହେବ? ମୋ ସାନ ପୁଅ ସାନୁ କେତେ ସରଳିଆ ସୁନ୍ଦର ପିଲାଟିଏ ଥିଲା। ତାକୁ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଭଲ ଲାଗେ। ଏଇଟା କ'ଣ ଗୋଟେ ଏତେ ବଡ଼ ଅପରାଧ? 3 ବର୍ଷ ତଳେ ତାକୁ କାହିଁକି ହେପାଟାଇଟିସ୍ ବିରେ ଆକ୍ରାନ୍ତ କରାଇଦେଲ? ଖବର ପାଇ ମୁଁ ଦୌଡ଼ି କରି ଗଲି ଗୋଆ ତାର ଚିକିତ୍ସା କରାଇବା ପାଇଁ। ହେଲେ ଆପଣଙ୍କର ହଟ ଯୋଗୁଁ ତାର ମୃତ ଶରୀରକୁ ନେଇ ଫେରିଲି ଶବ ସତ୍କାର କରିବା ପାଇଁ। ଏଇଟା କ'ଣ ପ୍ରଭୁ ଉଚିତ ନ୍ୟାୟ ହେଲା? ହେଲେ ବଡ଼ ଲୋକକୁ ଉତ୍ତର ନାହିଁ। କ'ଣ ବା କରିପାରିଥାନ୍ତି ମୁଁ? ପ୍ରଭୁ, ବାକି ମୋର ସନ୍ତାନ ବୋଲି ରହିଯାଇଥିଲା ମୋର ଏ ବଡ଼ ପୁଅ ବୁଲୁ। ତାକୁ ବି ମୋ ପାଖରୁ ଛଡ଼େଇ ନେବା ପାଇଁ ଆପଣ ଯୋଜନା କଲେଣି। ମୋର ଶବାଧାର ସଙ୍ଗେ ମୋ ପୁଅମାନେ ଯିବା ପରିବର୍ତ୍ତେ ମୁଁ ସେମାନଙ୍କର ଶବବାହକ ହେବି। ଏଇଟା କ'ଣ ଆପଣଙ୍କୁ ସୁନ୍ଦର ଦିଶିବ? ଆପଣ ପରା କାଳେ ପତିତ ତାରଣ, କଷ୍ଟ ନିବାରଣ, ଭକ୍ତ ଉଦ୍ଧାରଣ, କରୁଣା ସାଗର ବୋଲି ଆପଣଙ୍କର ଡିଣ୍ଡିମ ବାଜୁଛି। ଆଉ ମୋ ପାଇଁ ଏତେ ପଥର ହୃଦୟ କାହିଁକି ହେଲେ? କ'ଣ ବା ମୁଁ ମାଗୁଛି ଯେ କେବଳ ଆପଣଙ୍କର କରୁଣାର ଆଶୀର୍ବାଦର ଦୃଷ୍ଟି ମୋ ଉପରେ ଥାଉ, ଏତିକି ତ ଅନୁନୟ ହୋଇ କହିଛି। ଏଇଆ କ'ଣ ଆପଣଙ୍କର ମୋ ପ୍ରତି ଆଶୀର୍ବାଦ? ପ୍ରଭୁ, ଆପଣ ତ ସବୁ ଦେଖୁଛନ୍ତି, ଜାଣୁଛନ୍ତି, ତଥାପି ପଚାରି ହେଉଛି। ଆପଣଙ୍କର କେବଳ ଫଟୋଟିଏ ରଖି ଆପଣଙ୍କୁ ପୂଜା କରୁଛି ବୋଲି କ'ଣ ଆପଣ ମୋ ଉପରେ ରାଗିଛନ୍ତି? ଯଦି ସେଇଆ ହୋଇଥାଏ ତେବେ ଠିକ୍ ଅଛି ପ୍ରଭୁ। ଆଉ 10 ଦିନ ପରେ ତ ଶ୍ରୀପଞ୍ଚମୀ। ସେଇଦିନ ଆପଣଙ୍କର ଦାରୁ ମୂର୍ତ୍ତି ଆଣି ଏଠି ପ୍ରତିଷ୍ଠା କରିବି। ତାପରେ ଘରେ ମାଛ, ମାଂସ, ପିଆଜ, ରସୁଣ କିଛି ପଶିବନି। ତେଣିକି ଏ ଘରର ନାମ ହୋଇଯିବ ଜଗନ୍ନାଥ ଆଶ୍ରମ। ତାପରେ ଦେଖିବି ପ୍ରଭୁ ଆପଣଙ୍କର ଏ ଅକିଞ୍ଚନ ପ୍ରତି କରୁଣା ପ୍ରଦର୍ଶନ ହେଉଛି କି ନାହିଁ। ତାପରେ ଠାକୁରଙ୍କୁ ପୁଣି ଥରେ ମୁଣ୍ଡିଆ ମାରି ଭୋଗ ଥାଳି ଧରି ଗୋପୀନାଥ ଠାକୁର ଘର ଭିତରୁ ବାହାରିଲେ। ବରାଦ କରି ପୁରୀରୁ 4 ଠାକୁରଙ୍କର ଦାରୁ ବିଗ୍ରହ ଆଣି 7 ଜଣ ଚତୁର୍ବେଦୀ ବ୍ରାହ୍ମଣଙ୍କର ସହାୟତାରେ ଯଜ୍ଞ କରାଇ ବୈଦିକ ରୀତି ଓ ନୀତି ଅନୁସାରେ ଦାରୁ ଠାକୁରମାନଙ୍କୁ ନିଜ ଠାକୁର ଘରେ ଗୋପୀନାଥ ପ୍ରତିଷ୍ଠା କରାଇଲେ। ଶ୍ରୀପଞ୍ଚମୀ ଦିନ ଦୁଆର ମୁହଁ ଫଳକରେ ଲେଖା ହେଲା ଜଗନ୍ନାଥ ଆଶ୍ରମ। କାୟ, ମନ, ବାକ୍ୟ ଓ କର୍ମରେ ଗୋପୀନାଥଙ୍କର ଘର ହୋଇଗଲା ଜଗନ୍ନାଥ ଧାମ। ଦିନ ଗଡ଼ି ଚାଲିଲା। ଜଗନ୍ନାଥଙ୍କର ପୂଜାର୍ଚ୍ଚନା ନୀତି ନିୟମ ଅନୁସାରେ ହେଲା।
एपटे भुवनेश्वर विख्यात अंक मेडिसिन डाक्तर को देखाई बुलूर केमोथेरापी और आनुषंगिक चिकित्सा लगिला। तेबे 3 मास पर भी बुलूर स्वास्थ्य विशेष किसी उन्नति परिलक्षित हैला नहीं। से बंचिकरी तो थिला किंतु बिछଣା धरी नला। आसिला अक्षय तृतीया। से दिन 12टा बेले गोटे बड़ कंसा थाली रे गाई घी पड़िथिबा सुवासित खेचुड़ी, बड़ गिनारे डालमा आउ गोटे गिनारे खीरी धरी गोपीनाथ ठाकुर घरे पशिले। प्रभु श्री जगन्नाथ को शंखुड़ी भोग अर्पण करने दुआर बंद है। मंत्र पढ़ी ठाकुर को भोग यथारीति समर्पित है। तापरे आखि मुझी ध्यान रे बसी गोपीनाथ पुणी निज दुख जणाइले। हे जगत ठाकुर, निराकार परम ब्रह्म, परम पिता, काहेकि मो उपरे आपणकर एते आक्रोश? 3 मास होइगला। बुलूर स्वास्थ्य उन्नति बदल रे अवनति ही होई चलीछि। मते कौन अनाथ करदेवा पाई आपण पण करिसंती? प्रभु, आज परा आपणकर रथ अनुकूल, तेणु तात्विक अर्थरे आपणकर रथयात्रा अनुकूल। एबे परा आपण सजबाज हेबे बड़दाण्ड को जाई पतित मानक उद्धारिबा पाई। तेणु हे प्रभु, ए दिन अकिंचनर आज आपण को ए जीवनर शेष अनुरोध। केवल संकेत रही पछे प्रभु खाली एतिके कहि दियंतु, तू काहेकि व्यस्त हेउछु, मु अछि परा। ताहले प्रभु, मो बाकी तक जीवन आनंद रे बिताई देबी। तापर प्रभु को मुंडिया मारी ठाकुर घर छाड़िले गोपीनाथ। द्वार बंद कले। 1:30 बाजिला। गोपीनाथ गले ठाकुर घर भोग थाली आनिबा पाई। दुआर खोली दे प्रभु को प्रणाम करिबा पाई 2 हाथ जोड़ी दे प्रभु को अनै देबा क्षणी से स्तंभीभूत हो गले। से बाक्रुद्ध होई प्राय 2 मिनिट सेमिति अपलक नेत्र रे प्रभु को अनै रहिले। तापरे सचेतन अवस्था को फेरी आसी से चित्कार करी उठिले, शांति, दौड़ी आस, देखिबा आस ठाकुर को। शांति देवी तरबर होई दौड़ी आसिले। पचारिले, कौन हैला? एवं स्वामी को मुह को चाहि दे तटस्थ हो गले, कारण स्वामी को आखिरु धार धार लुह बही चलीथिला। गोपीनाथ आनंदरे कहले, देख देख, ठाकुर को उठ को देख। शांति देवी ठाकुर को अनैले एवं से भी तटस्थ हो गले, कारण ठाकुर को ओठरे 5-6टी खेचुड़ी दाना लगी रही। ठाकुर खाऊ खाऊ तांको ओठरू खीरी बही आसी तांको चिबुक सारा हो जाइथिला। एही अनुभूति थिला प्राक्तन पदार्थ विज्ञान प्रोफेसर जीवन कृष्ण महापात्रंकर। एहाकु संपादना करिसेंती श्रीकांत महांती।